ଥରେ ପୁଚୁ ଚଢ଼େଇ ସହର ଜଙ୍ଗଲରୁ ଗାଁ ଜଙ୍ଗଲକୁ ଆସିଥାଏ। ପୁଚୁ ଚଢ଼େଇ ବହୁତ ଧନୀ ଥିଲା। ସେ ଜଙ୍ଗଲରେ ଗୋଟେ ବଡ଼ ଘର କରି ରହୁଥିଲା। ପୁଚୁ ଚଢ଼େଇ ସେଇ ଜଙ୍ଗଲରେ ବହୁତ ଖୁସିରେ ଥିଲା। ହେଲେ ସେଇ ଜଙ୍ଗଲରେ ଗୋଟେ କାଲୁ କାଉ ରହୁଥିଲା। ପୁଚୁ ଚଢ଼େଇର ସମ୍ପତ୍ତି ଉପରେ କାଲୁ କାଉର ନଜର ଥାଏ। ଆଉ କାଲୁ କାଉ ବହୁତ ଲୋଭୀ ଥାଏ। ସେ ମନେ ମନେ ଭାବୁଥାଏ ପୁଚୁ ଚଢ଼େଇକୁ ମାରି ଦେଇ ତା ସମ୍ପତ୍ତି ନେଇଯିବ। ପୁଚୁ ଚଢ଼େଇ ଗୋଟେ ଦିନ ଜଙ୍ଗଲ ରାସ୍ତା ଦେଇ ଘରକୁ ଆସୁଥାଏ। ଆରେ ଆଜି ତ ମତେ ସୁଯୋଗ ମିଳିଗଲା। ପୁଚୁ ଚଢ଼େଇକୁ ମାରିବା ପାଇଁ ମୁଁ ଆଜି ସଫଳ ହେବି। ଏମିତି କହି କାଲୁ କାଉ ଗଛ ଉପରୁ ଗୋଟେ ପଥର ତଳକୁ ପକେଇ ଦେଲା। ସେତେବେଳେ ପୁଚୁ ଚଢ଼େଇ ସେଇ ବାଟ ଦେଇ ଯାଉଥିଲା। ଆଉ ପଥର ଯାଇ ପୁଚୁ ଚଢ଼େଇ ଉପରେ ପଡ଼ିଲା। ଆଉ ପୁଚୁ ଚଢ଼େଇ ପଥର ତଳେ ଚାପି ହେଇ ରହିଗଲା। ଆରେ ପଥର କୋଉଠୁ ଆସିଲା? କିଏ କୋଉଠି ଅଛ? ମତେ ବଞ୍ଚାଅ, ନହେଲେ ମୁଁ ମରିଯିବି। କାଲୁ କାଉଟି ପୁଚୁ ଚଢ଼େଇ ପାଖକୁ ଆସେ। ମତେ ବଞ୍ଚାଅ କାଳୁ କାଉ, ନହେଲେ ମୁଁ ପଥର ତଳେ ଚାପି ହେଇ ମରିଯିବି। ମୁଁ ପୁଣି ତତେ ବଞ୍ଚେଇବି? ହା ହା ହା। ବକି ଚଢ଼େଇ, ମୁଁ ତ ତୋ ଉପରେ ପଥର ପକେଇଛି ତତେ ମାରିବା ପାଇଁ। ତୁ ମରିଗଲେ ତୋର ସବୁ ଧନ ସମ୍ପତ୍ତି ମୋର ହେଇଯିବ। ମୁଁ ଏଇ ଦିନକୁ କେବେଠୁ ଅପେକ୍ଷା କରିଥିଲି। ଏମିତି କହି କାଲୁ କାଉଟି ସେଇଠୁ ଚାଲିଯାଏ। ସେଇ ପଥର ତଳେ ଚାପି ହୋଇ ପୁଚୁ ଚଢ଼େଇ ଦେହରୁ ବହୁତ ରକ୍ତ ବାହାରି ଯାଇଥାଏ। ଏମିତି କିଛି ସମୟ ଗଲା ପରେ ପୁଚୁ ଚଢ଼େଇ ମରିଗଲା। ହେଲେ ପୁଚୁ ଚଢ଼େଇର ଆତ୍ମାକୁ ଶାନ୍ତି ମିଳିଲାନି। ସେ ଗୋଟେ ଭୂତ ଚଢ଼େଇ ହେଇଗଲା। ଆରେ ଦୁଷ୍ଟ କାଉ, ତୁ ଏତେ ଲୋଭୀ। ସାମାନ୍ୟ କିଛି ଧନ ପାଇଁ ତୁ ମୋ ଜୀବନ ନେଇଗଲୁ। ମୁଁ ତତେ କେବେ ଛାଡ଼ିବିନି। ମୁଁ ତତେ ଜମାରୁ ଛାଡ଼ିବିନି। ମୁଁ ମୋ ମୃତ୍ୟୁର ପ୍ରତିଶୋଧ ନେବି। ଏମିତି କହି ପୁଚୁ ଚଢ଼େଇ ସେ ଗଛ ଉପରେ ଯାଇ ବସି ପଡ଼େ। ଆଉ ସେ ରାସ୍ତା ଦେଇ ଯିଏ ବି ଯାଏ ପୁଚୁ ଚଢ଼େଇ ତାକୁ ମାରି ଖାଇ ଦେଉଥିଲା। ଗୋଟେ ଦିନ ପିଙ୍କି ପାରା ସେ ଜଙ୍ଗଲ ରାସ୍ତା ଦେଇ ଯାଉଥାଏ। ବହୁତ ରାତି ହେଇଯାଏ। ସେ ଗଛ ପାଖରେ ପିଙ୍କି ପାରାକୁ କାହାର କାନ୍ଦିବାର ଶବ୍ଦ ଶୁଣାଗଲା। ଆରେ ବାପରେ, କିଏ ଏଠି କାନ୍ଦୁଛି? ମତେ ବହୁତ ଡର ଲାଗିଲାଣି। ମୁଁ ଯାଉଛି ଏଠି ଶୀଘ୍ର ପଳେଇବି। ଏ ଜାଗା କାହିଁ ମତେ ଠିକ ଲାଗୁନି। ପିଙ୍କି ପାରା ଏମିତି କହୁଥାଏ। ଆଉ ସେତିକି ବେଳେ ତା ଆଗକୁ ଭୂତ ଚଢ଼େଇ ପଳେଇ ଆସେ। ଆରେ ରେ ଭୂତ, ମତେ କିଏ ବଞ୍ଚାଅ। ଭୂତ ଚଢ଼େଇ, ମତେ ମାରନି। ମୁଁ ତତେ ଛାଡ଼ିଦେବି? ହା 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 ହା। ମୁଁ ଯେତେ ଦିନ ପର୍ଯ୍ୟନ୍ତ ମୋର ମୃତ୍ୟୁର ପ୍ରତିଶୋଧ ନେଇନି, ମୁଁ କାହାରିକୁ ଛାଡ଼ିବିନି। ଏଇ ରାସ୍ତା ଦେଇ ଯିଏ ବି ଆସିବ, ମୁଁ ସମସ୍ତଙ୍କୁ ମାରିଦେବି। ଏମିତି କହି ପିଙ୍କି ଚଢ଼େଇକୁ ଭୂତ ଚଢ଼େଇ ମାରି ଖାଇଦେଲା। ତା ପରଦିନ ସବୁ ପକ୍ଷୀ ଜାଣିବାକୁ ପାଇଲେ ପିଙ୍କି ଚଢ଼େଇକୁ ଭୂତ ଚଢ଼େଇ ମାରି ଖାଇଦେଲା। ଏମିତି ସବୁ ଚଢ଼େଇ ବସିକି କଥା ହେଉଥାନ୍ତି। ସେତିକି ବେଳେ ଟିକି ଚଢ଼େଇ କହିଲା, ସମସ୍ତେ ଶୁଣ, ମୁଁ ଜଣେ ତାନ୍ତ୍ରିକ ବାବାଙ୍କୁ ଜାଣିଛି। ଚାଲ ସମସ୍ତେ ତାଙ୍କ ପାଖକୁ ଯିବା। ତାପରେ ସମସ୍ତେ ସେ ତାନ୍ତ୍ରିକ ପାଖକୁ ଗଲେ। ତାନ୍ତ୍ରିକ ବାବାକୁ ଯାହା ସବୁ ଘଟିଥିଲା ସବୁ କିଛି କହିଲେ। ତାପରେ ତାନ୍ତ୍ରିକ ବାବା ତାଙ୍କ ସହ ଆସିଲେ। ସବୁ ଚଢ଼େଇ ଆଉ ତାନ୍ତ୍ରିକ ସେ ଭୂତ ରହୁଥିବା ଗଛ ପାଖକୁ ଗଲେ। ଆରେ ପିଶାଚି, ତୁ କୋଉଠି ଅଛୁ? ଶୀଘ୍ର ମୋ ସାମ୍ନାକୁ ଆସ। ତତେ କଣ ଟିକେ ବି ଡର ଲାଗୁନି? ତୁ ମୋ ପାଖକୁ ଆସିଛୁ, ଲାଗୁଛି ତ ଜୀବନ ପ୍ରତି ତୋର ଲୋଭ ନାହିଁ। ମୁଁ ପୁଣି ତତେ ଡରିବି? ଏବେ ଦେଖ, ମୁଁ ମୋ ମନ୍ତ୍ର ବଳରେ ତତେ ଭସ୍ମ କରିଦଉଛି। ନା 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 ତାନ୍ତ୍ରିକ, ତୁ ସେମିତି କରିପାରିବୁନି। ନହେଲେ ମୁଁ ମୋ ମୃତ୍ୟୁର ପ୍ରତିଶୋଧ ନେଇପାରିବିନି। ତୁ ପୁଣି କାହାଠାରୁ ପ୍ରତିଶୋଧ ନେବୁ? ତାପରେ ଭୂତ ଚଢ଼େଇ ସବୁ ଘଟିଥିବା କଥା କୁହେ। ତୁ ଏବେ କହ ତାନ୍ତ୍ରିକ, ମୁଁ ମୋ ପ୍ରତିଶୋଧ ନ ନେଇ କେମିତି ଚାଲିଯିବି? ତାପରେ ତାନ୍ତ୍ରିକ ମନ୍ତ୍ର ବଳରେ ପିଶାଚୀର ଆତ୍ମାକୁ ଟିକି ଚଢ଼େଇର ଦେହରେ ପ୍ରବେଶ କଲା। ତୁ ଏବେ ଯା ପିଶାଚୀ, ତୋ ମୃତ୍ୟୁର ପ୍ରତିଶୋଧ ନେ ସେ କାଳୁ କାଉ ପାଖରୁ। କାଲୁ ଭାଇ, କବାଟ ଖୋଲ। କାଲୁ ଭାଇ, ମୁଁ ଟିକି ଚଢ଼େଇ। ଆରେ ଟିକି ଚଢ଼େଇ, ତୁ ପୁଣି ଚାଲି ଆସିଲୁ ଧାର ମାଗିବା ପାଇଁ? ମୁଁ ପୁଣି ତୋ ଭଳି ଲୋଭୀ କାଉ ପାଖରୁ ପଇସା ମାଗିବି? ହା ହା ହା। ଆରେ ଭୂତ, ମତେ କିଏ ବଞ୍ଚାଅ। ଏମିତି କହି କାଲୁ କାଉ ଜୀବନ ବିକଳରେ ଦୌଡ଼ିବାକୁ ଲାଗିଲା। ଆଉ ପୁଚୁ ଚଢ଼େଇକୁ ଯୋଉଠି ମାରିଥିଲା କାଲୁ କାଉ ଯାଇ ସେଇଠି ପହଞ୍ଚିଗଲା। ଆରେ କାଲୁ କାଉ, ତୁ ମତେ ଚିହ୍ନି ପାରୁଛୁ ତ? ତୁ ସମ୍ପତ୍ତି ଲୋଭରେ ଯାହାକୁ ଏଇଠି ମାରି ଦେଇଥିଲୁ, ମୁଁ ସେଇ ପୁଚୁ ଚଢ଼େଇ। ମୁଁ ତତେ ଆଜି ଏଇଠି ମାରି ମୋର ପ୍ରତିଶୋଧ ନେବି।
ମତେ କ୍ଷମା କରିଦେ ପୁଚୁ ଚଢ଼େଇ, ମୋର ଭୁଲ ହେଇଯାଇଛି। ମତେ ଛାଡ଼ିଦେ ପୁଚୁ ଚଢ଼େଇ, ମୁଁ ତୋ ଧନ ସମ୍ପତ୍ତି ତୋତେ ଫେରେଇ ଦେବି। ମୁଁ ତୋ ଭଳି ଲୋଭୀ ଚଢ଼େଇକୁ ଜମାରୁ ଛାଡ଼ିବିନି। ତୁ କେବେ ସୁଧୁରିବୁଣି ମୁଁ ଜାଣିଛି। ଏମିତି କହି ଭୂତ ଚଢ଼େଇ କାଲୁ କାଉକୁ ମାରିଦେଲା। ତାପରେ ପୁଚୁ ଚଢ଼େଇର ଆତ୍ମାକୁ ଶାନ୍ତି ମିଳିଗଲା, ଆଉ ସେ ଜାଗା ଛାଡ଼ି ଚାଲିଗଲା। ତାପରେ ସେ ଜଙ୍ଗଲରେ ସବୁ ପକ୍ଷୀ ଶାନ୍ତିରେ ରହିଲେ। ସାଙ୍ଗମାନେ, ଏ କାହାଣୀଟି ଯଦି ଆପଣମାନଙ୍କୁ ଭଲ ଲାଗିଛି ତ କମେଣ୍ଟ କରିକି ନିଶ୍ଚୟ ଜଣାନ୍ତୁ। ଯଦି ଏ ଯାଏଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ କରିନାହାନ୍ତି ତ ଯାଇକି ଶୀଘ୍ର ସବସ୍କ୍ରାଇବ କରିଦିଅନ୍ତୁ। ଧନ୍ୟବାଦ।